ଦନ୍ତାହାତୀ ଆକ୍ରମଣରେ 3 ଜଣ ଗୁରୁତର। ଢେଙ୍କାନାଳ ଜିଲ୍ଲା ମହାବୀରୋଡ଼ ରେଞ୍ଜ ଦେହେଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୁନ୍ତୁରୁ ପଞ୍ଚାୟତ ଗ୍ରାମ ନିକଟକୁ ମହୁଲ ଫୁଲ ସଂଗ୍ରହ କରି ଯାଇଥିବା ବେଳେ ଦନ୍ତାହାତୀ ଆକ୍ରମଣରେ 3 ଜଣ ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପରଜଙ୍ଗ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସେହି ଗ୍ରାମର ଦେବରାଜ ସାହୁ 70 ବର୍ଷ, ସାବିତ୍ରୀ ସାହୁ 50 ବର୍ଷ, ବାରିହାପୁର ଗ୍ରାମର ଆଦିତ୍ୟ ସାହୁ 36 ବର୍ଷ। ଉଭୟ ସକାଳୁ ସକାଳୁ ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରି ଫେରୁଥିବା ବେଳେ ଦନ୍ତାହାତୀ ଆକ୍ରମଣରେ 3 ଜଣ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଡେହେଡୋଳ ଫରେଷ୍ଟର ଶ୍ରୀ ଚନ୍ଦ୍ରମଣି ବେହେରା ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗୁରୁତର ଆହତମାନଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ 3 ଜଣଙ୍କୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଢେଙ୍କାନାଳରୁ ଦେବାଶିଷ ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍।